କଳିଯୁଗରେ ମଧ୍ୟ କି ଭଗବାନ ଚୋରି କରିବାକୁ ଆସନ୍ତି ଏବଂ ସତ୍ୟ ପ୍ରେମରେ କି ଭଗବାନଙ୍କୁ ବାଧ୍ୟ କରାଯାଇପାରେ? ଆଜିର ଏହି କଥା କେବଳ ଗୋଟେ କାହାଣୀ ନୁହେଁ, ଏହା ସେହି ପ୍ରେମର ଶକ୍ତି ଯାହାର ସାମ୍ନାରେ ସ୍ୱୟଂ ଭଗବାନ ମଧ୍ୟ ନମନ କରନ୍ତି। ଗୋବର୍ଦ୍ଧନ ଧାମର ପବିତ୍ର ଭୂମିରେ ଗୋଟି ସଖୀ ରହୁଥିଲେ। ସେ ପ୍ରତିଦିନ କଥା ଶୁଣିବାକୁ ଯାଉଥିଲେ। ଏକ ଦିନ ସେ କଥାରେ ଶୁଣିଲେ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କ ଘରକୁ ଯାଇ ମାଖନ ଚୋରି କରୁଥିଲେ। ବାସ୍ ଏହି କଥାଟି ତାଙ୍କ ହୃଦୟରେ ବସିଗଲା। ତାଙ୍କ ମନରେ ଭାବ ଆସିଲା, ଯଦି ଦ୍ୱାପରରେ ଲାଳା ମାଖନ ଚୋରି କରୁଥିଲେ, ତେବେ ଆଜି ମୋ ଘରକୁ କାହିଁକି ଆସିବେ ନାହିଁ? ସେହି ଦିନଠାରୁ ସେ ଗୋଟିଏ ସଂକଳ୍ପ କଲେ, ମୁଁ ଏମିତି ମାଖନ ବନେଇବି ଯେ ସ୍ୱୟଂ ଠାକୁରଜୀଙ୍କୁ ଆସିବାକୁ ପଡ଼ିବ। ସେ ରାତିରେ ବହୁତ ପ୍ରେମରେ ଦହି ଜମାଉଥିଲେ, ସକାଳେ ଉଠି ତାହାକୁ ମଥୁଥିଲେ ଏବଂ ଅତ୍ୟନ୍ତ ସ୍ୱାଦିଷ୍ଟ ଧଳା ମୁଲାୟମ ମାଖନ ବନାଉଥିଲେ। ତାପରେ ସେହି ମାଖନକୁ ଗୋଟିଏ ମଟକିରେ ସଜାଇ ରଖୁଥିଲେ। କିନ୍ତୁ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଲା, ଠାକୁରଜୀଙ୍କୁ କେମିତି ଜଣାପଡ଼ିବ ଯେ ମୁଁ ମାଖନ ବନେଇଛି? ସେ ପ୍ରତିଦିନ ମନ୍ଦିରକୁ ଯାଉଥିଲେ। ସମସ୍ତେ ନିଜର ଭୋଗ ଭଗବାନଙ୍କୁ ଅର୍ପଣ କରୁଥିଲେ, କିନ୍ତୁ ସେ ସଖୀ ପଛରେ ଠିଆ ହୋଇ ମଟକିରେ ରଖା ମାଖନ ଠାକୁରଜୀଙ୍କୁ ଦେଖାଉଥିଲେ ଏବଂ ବହୁତ ପ୍ରେମରେ କହୁଥିଲେ, ଲାଳା ଦେଖ, ଧୋଡ଼ି ଗାଈର ଦୁଧରୁ ମୁଁ ଏହି ମାଖନ ବନେଇଛି। ଏତେ ସ୍ୱାଦିଷ୍ଟ ମାଖନ ତୁମେ କେଉଁଠି ମଧ୍ୟ ପାଇବ ନାହିଁ, କିନ୍ତୁ ମୁଁ ଏହାକୁ ମନ୍ଦିରରେ ଚଢ଼ାଇବି ନାହିଁ। ଆମନ୍ତ୍ରଣ। ସେ ହସି କରି କହୁଥିଲେ, ମୁଁ ଏହାକୁ ମୋ ଘରର ଛିକାରେ ଟାଙ୍ଗି ରଖିବି। ଯଦି ତୁମର ଇଚ୍ଛା ହୁଏ ତେବେ ରାତିରେ ଚୋରି କରିବାକୁ ଆସିଯିବ। ତାପରେ ସେ ପୁରା ରାସ୍ତା ମଧ୍ୟ କହିଦେଉଥିଲେ, ମନ୍ଦିରରୁ ବାହାରି ପୋଖରୀ ପାଖରେ ଡାହାଣକୁ ଘୁରିବ, ତାପରେ ବାମକୁ, ତାପରେ ସିଧା, ସେଇଟା ମୋ ଘର। ରାତି ହୁଏ, ସେ ସଖୀ ଘୁମି ଯାଉଥିଲେ। ସକାଳେ ଉଠି ଦୌଡ଼ି ମଟକି ଦେଖୁଥିଲେ। ପ୍ରଥମ ଦିନ, ଦ୍ୱିତୀୟ ଦିନ, ତୃତୀୟ ଦିନ, ପ୍ରତିଦିନ ସେଇ ଘଟଣା। ଏବେ ସଖୀ କାନ୍ଦିବାକୁ ଲାଗିଲେ। ଲାଳା, ତୁମେ କି ମୋ କଥା ମାନିବ ନାହିଁ? ମୋର ପ୍ରେମ କି ଏତେ ମଧ୍ୟ ସତ୍ୟ ନୁହେଁ? କିନ୍ତୁ ତଥାପି ସେ ହାର ମାନିଲେ ନାହିଁ। ପ୍ରତିଦିନ ନୂଆ ମାଖନ ବନାଉଥିଲେ ଏବଂ ମନ୍ଦିରକୁ ଯାଇ ସେଇ କଥା ପୁଣି କହୁଥିଲେ। ଓଧରେ ଶ୍ରୀନାଥଜୀ ମନ୍ଦିରରେ ଠିଆ ଥିଲେ ଏବଂ ସାମ୍ନାରେ ବସିଥିଲେ କୁମ୍ଭନ ଦାସଜୀ, ଯେ କୀର୍ତ୍ତନ କରୁଥିଲେ। ତେବେ ଠାକୁରଜୀଙ୍କ ମୁଖରୁ ଲାଳ ପଡ଼ିବାକୁ ଲାଗିଲା। କୁମ୍ଭନ ଦାସଜୀ ଦେଖି କହିଲେ, ପ୍ରଭୁ, ଏହା କ'ଣ? ଆପଣଙ୍କୁ ଭୋକ ଲାଗିଛି କି? ଭଗବାନଙ୍କ ପ୍ରେମ। ଭଗବାନ କହିଲେ, କୁମ୍ଭନା, ଗୋଟେ ସଖୀ ପ୍ରତିଦିନ ଆସେ, ମୋତେ ମାଖନ ଦେଖାଇ ଲୋଭ ଦେଇଯାଏ। ମୋର ବହୁତ ଇଚ୍ଛା ହୁଏ, କିନ୍ତୁ କଳିଯୁଗ, ଧରା ପଡ଼ିଲେ କ'ଣ ହେବ? କୁମ୍ଭନ ଦାସଜୀ କହିଲେ, ପ୍ରଭୁ, ଆପଣଙ୍କ ମନ୍ଦିରରେ ଏତେ ଭୋଗ ଲାଗେ, ତେବେ ସେହି ସଖୀର ମାଖନ ହିଁ କାହିଁକି? ଭଗବାନ ହସି କହିଲେ, କାରଣ ସେ ପ୍ରେମରେ ଡାକୁଛି। ସେ ଚାହୁଁଛି ମୁଁ ତାଙ୍କ ଘରକୁ ଯାଉ। ଶେଷରେ ଭଗବାନ କହିଲେ, ଆଜି ଆମେ ଚୋରି କରିବାକୁ ଯିବା, କିନ୍ତୁ ଏକା ନୁହେଁ, ତୁମେ ମଧ୍ୟ ସାଙ୍ଗରେ ଚାଲ। ରାତିର ଦୃଶ୍ୟ। ରାତି ହେଲା, ମନ୍ଦିରର କପାଟ ବନ୍ଧ ହେଲା। କୁମ୍ଭନ ଦାସଜୀ ପଛ ଖିଡ଼କି ପାଖରେ ଠିଆ ଥିଲେ। ତେବେ ସାକ୍ଷାତ ଶ୍ରୀନାଥଜୀ ପ୍ରକଟ ହେଲେ ଏବଂ ତାଙ୍କ କାନ୍ଧରେ ବସିଗଲେ। ଭଗବାନ ରାସ୍ତା କହୁଥିଲେ, ଏଠାରୁ ଡାହାଣକୁ, ତାପରେ ବାମକୁ, ତାପରେ ସିଧା। କୁମ୍ଭନ ଦାସଜୀ ଭାବବିହ୍ୱଳ ହେଇ କହିଲେ, ପ୍ରଭୁ, ସାରା ଦୁନିଆ ଆପଣଙ୍କ ରାସ୍ତା ଜାଣେ, କିନ୍ତୁ ଆପଣ ନିଜ ଭକ୍ତଙ୍କ ରାସ୍ତା ଜାଣନ୍ତି। ଦୁହେଁ ସଖୀଙ୍କ ଘରକୁ ପହଞ୍ଚିଲେ। ଛିକାରେ ମଟକି ରଖାଥିଲା। ଭଗବାନ କହିଲେ, କୁମ୍ଭନା, ଧରିକି ଠିଆ ରହ, ଏବଂ ସ୍ୱୟଂ ମଟକିରୁ ମାଖନ ଖାଇବାକୁ ଲାଗିଲେ। ଦିବ୍ୟ ମୁହୂର୍ତ୍ତ। ତାପରେ କହିଲେ, ତୁମେ ମଧ୍ୟ ଥୋଡ଼ା ଖାଅ, ଏବଂ ନିଜ ହାତରେ ମାଖନ କୁମ୍ଭନ ଦାସଜୀଙ୍କ ମୁଖରେ ଦେଲେ। ସେହି ସ୍ପର୍ଶରେ କୁମ୍ଭନ ଦାସଜୀ ଭାବବିହ୍ୱଳ ହୋଇଗଲେ। ତେବେ ଭଗବାନଙ୍କ ଧୋତି ଖସିବାକୁ ଲାଗିଲା। ସେ ଚାରି ଭୁଜା ଧାରଣ କଲେ। ଦୁଇଟିରେ ଧୋତି ଧରିଲେ, ଦୁଇଟିରେ ଛିକା। ମାଖନ ହରଣ ଚତୁର୍ଭୁଜ ରୂପ। କୁମ୍ଭନ ଦାସଜୀ ଭାବରେ ଡୁବିଗଲେ।
ଏବଂ ତଳେ ପଡ଼ିଗଲେ। ମଟକି ପଡ଼ି ଭାଙ୍ଗିଗଲା। ଘର ଲୋକ ଜାଗି ଉଠିଲେ। ଚୋର ଚୋର! ଭଗବାନ ସତେଜ ଭାବରେ ଅନ୍ତର୍ଦ୍ଧାନ ହେଲେ। କୁମ୍ଭନ ଦାସଜୀ ଧରା ପଡ଼ିଲେ। ତାଙ୍କୁ ଡାଟ ମିଳିଲା, ମାଡ଼ ମଧ୍ୟ ପଡ଼ିଲା। ଯେତେବେଳେ ସଖୀ ସତ୍ୟ ଜାଣିଲେ, କୁମ୍ଭନ ଦାସଜୀ କାନ୍ଦିକି କହିଲେ, ସଖୀ, ତୁ ବହୁତ ଭାଗ୍ୟଶାଳୀ। ଭଗବାନ ସ୍ୱୟଂ ତୋର ମାଖନ ଖାଇବାକୁ ଆସିଥିଲେ। ଶେଷ। ସଖୀଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା। ଏବେ ସେ ବୁଝିଗଲେ, ଭଗବାନଙ୍କୁ ଭୋଗ ନୁହେଁ, ଭାବ ଦରକାର। ଯଦି ଆପଣ ମଧ୍ୟ ମାନନ୍ତି ଯେ ସତ୍ୟ ପ୍ରେମରେ ଭଗବାନ ମିଳନ୍ତି, ତେବେ କମେଣ୍ଟରେ ଲେଖନ୍ତୁ, ରାଧେ ରାଧେ।